ପ୍ରେମ ବିବାହର ଅକୁହା ଯନ୍ତ୍ରଣା। ସେଦିନର ସପନ ଆଜି ଆଖିର ଲୁହ। ବାହାରୁ ଦେଖିଲେ ଲଭ୍ ମ୍ୟାରେଜ୍ ବହୁତ ରଙ୍ଗୀନ ଆଉ ଅତି ସୁନ୍ଦର। ମନେ ହୁଏ ସତେ ଯେମିତି ଦୁନିଆର ସବୁ ଖୁସି ମିଳିଗଲା। କିନ୍ତୁ ସମୟ ସହିତ ଯେତେବେଳେ ପ୍ରେମର ସେହି ଗୋଲାପ ସ୍ୱପ୍ନ ଭାଙ୍ଗିଯାଏ, ସେତେବେଳେ ଆରମ୍ଭ ହୁଏ ହୃଦୟକୁ ଚୁରମାର କରୁଥିବା ଏକ ଅସହ୍ୟ ଯନ୍ତ୍ରଣା, ଯାହା କାହାରିକୁ କହି ହୁଏ ନା କି କେବେ ସହି ବି ହୁଏ ନା। ପ୍ରେମ ବିବାହ କରି ସେମିତି କିଛି କଷ୍ଟ ପାଉଥିବା ପ୍ରେମୀ ଯୁଗଳଙ୍କ ଅକୁହା କଥାକୁ ନେଇ ଆଜି ଆମର ଏ ଅଧ୍ୟାୟ। ପ୍ରେମ କରି ବାହା ହେବା ପରେ କୋଳେଇ ନେଇଥିବା ବାପା ମାଆଙ୍କ ଆଶୀର୍ବାଦରୁ ବଞ୍ଚିତ ହେବାର ଶୂନ୍ୟତା। ଯେଉଁ ବାପା ମାଆ ନିଜ ଖୁସିକୁ ଜଳାଞ୍ଜଳି ଦେଇ ଛୋଟରୁ ବଡ଼ କଲେ, ପରିବାରର ସେହି ସ୍ନେହକୁ ଗୋଟିଏ ମୁହୂର୍ତ୍ତରେ ପଛରେ ଛାଡ଼ି ଚାଲି ଆସିବା ଏତେ ସହଜ ନୁହେଁ ଆଜ୍ଞା। ଜାତି ବା ସମାଜ ଆଗରେ ହାରିଯାଇ ଯେତେବେଳେ ବାପା ମାଆ ମୁହଁ ଫେରାଇ ନିଅନ୍ତି, ସେତେବେଳେ ନୂଆ ସଂସାରର ସବୁ ସୁଖ ଥାଇ ମଧ୍ୟ ଭିତରେ ଏକ ବିରାଟ ଶୂନ୍ୟତା ସବୁଦିନ ପାଇଁ ମନ ଭିତରେ ରହିଯାଇଥାଏ। ବାପାଙ୍କର ସେହି ଉଦାସ ଚେହେରା ଆଉ ମା ଆଖିର ସେହି ଲୁହ ପ୍ରତି ରାତିରେ କୋହ ସାଜି ହୃଦୟ ଭିତରକୁ କନ୍ଦେଇଥାଏ। ପର୍ବପର୍ବାଣୀର ହସ ଖୁସିରେ ଏକାକୀପନର ନୀରବ ଲୁହ। ଓଡ଼ିଆ ଘରର 12 ମାସରେ 13 ପର୍ବ। ଝିଅ ବୋଉଙ୍କ ସେ ହସ ଖୁସିରେ ଗାଁ ଦାଣ୍ଡ ଉଛୁଳି ପଡ଼େ ଆଜ୍ଞା। କିନ୍ତୁ ପ୍ରେମ ବିବାହ ପରେ ଯେତେବେଳେ ପରିବାରଠାରୁ ଅଲଗା ହୋଇ ରହିବାକୁ ପଡ଼େ, ସେତେବେଳେ ରଜ, ପ୍ରଥମାଷ୍ଟମୀ କିମ୍ବା ଦୀପାବଳି ଭଳି ବଡ଼ ପର୍ବରେ ଚାରି କାନ୍ଥ ଭିତରେ କେବଳ ନିଜ ଆଖିର ଲୁହ ବୋହିଯାଏ। ବାପ ଘରୁ ଆସୁଥିବା ସେହି ପୋଡ଼ପିଠାର ବାସ୍ନା ଆଉ ମିଳେନି। ଅନ୍ୟମାନଙ୍କୁ ନିଜ ପରିବାର ସହ ଦେଖିଲେ ନିଜ ଭାଗ୍ୟକୁ ଆଦରି କେବଳ ଗୁମୁରି ଗୁମୁରି କାନ୍ଦିବାକୁ ପଡ଼ିଥାଏ। ରଙ୍ଗୀନ ପ୍ରେମର ମୋହଭଙ୍ଗ ଆଉ କାଳ୍ପନିକ ଦୁନିଆର ଅନ୍ତ। ବିବାହ ପୂର୍ବରୁ ପ୍ରେମିକ ପ୍ରେମିକା ପରସ୍ପରକୁ କେବଳ ପାର୍କ, ସିନେମା କିମ୍ବା ବୁଲାବୁଲି ସମୟରେ ହସୁଥିବା ଚେହେରାରେ ଦେଖିଥାନ୍ତି ଆଜ୍ଞା। କିନ୍ତୁ ବାହାଘର ପରେ ଯେତେବେଳେ ପ୍ରତି ମାସର ଘର ଭଡ଼ା, ଗ୍ୟାସ୍ ବିଲ୍ ଆଉ ରାସନ ସାମଗ୍ରୀ ବାସ୍ତବ ବୋଝ ମୁଣ୍ଡ ଉପରକୁ ଆସେ, ସେତେବେଳେ ପ୍ରେମର ସେହି ଗୋଲାପୀ ରଙ୍ଗଗୁଡ଼ା ଉଡ଼ିଯାଏ ଆଜ୍ଞା। ଉଚ୍ଚ ଆଶା ସବୁକିଛି ମାଟିର ମିଶିଯାଏ। ସେତେବେଳେ ଲାଗେ ସତେ ଯେମିତି ଜୀବନର ସବୁଠାରୁ ଭୁଲ କରିଦେଇଛି। ଶାଶୁଘରେ ମନ ଭରି ମିଳୁଥିବା ଅପମାନ ଆଉ ଗଞ୍ଜଣାର ସେ ବିଷ। ପୁଅର ଜିଦ୍ ଆଗରେ ହାରିଯାଏ ଶାଶୁଘର ଲୋକେ ବୋହୂକୁ ଘରକୁ ଆଣନ୍ତି ସତ, କିନ୍ତୁ ତାକୁ ନିଜର ବୋଲି କେବେ ଭାବି ପାରନ୍ତିନି। ପ୍ରତିଦିନ ସକାଳୁ ସଞ୍ଜ ପର୍ଯ୍ୟନ୍ତ କଥା କଥାରେ ଟାହି ଟପରା, ଆଉ ତୁ ତ ନିଜେ ଧାଇଁ ଆସିଛୁ, ତୋର ଏ ଘରେ କ'ଣ ଇଜ୍ଜତ ଅଛି ଭଳି ବିଷାକ୍ତ ଶବ୍ଦ ହୃଦୟକୁ ଛଟପଟ କରିଦିଏ। ବାପଘରର କେହି ନଥିବାରୁ ସେହି ଅପମାନର ଲୁହକୁ ନିଜ ଓଠ ଭିତରେ ଚାପି ରଖି ପ୍ରତି ମୁହୂର୍ତ୍ତରେ ଗୁମୁରି ଗୁମୁରି ମରିବାକୁ ପଡ଼େ ଆଜ୍ଞା। ବିପଦ ବେଳେ ବାପଘର ଦୁଆର ସବୁଦିନ ପାଇଁ ବନ୍ଦ ହୋଇଯିବା ଗୋଟେ ଝିଅ ପାଇଁ କେଉଁ ଅଭିଶାପଠୁ କମ୍ ନୁହେଁ ଆଜ୍ଞା। ଜଣେ ଝିଅ ପାଇଁ ତା'ର ବାପଘର ହେଉଛି ସବୁଠୁ ବଡ଼ ଆଶ୍ରୟସ୍ଥଳୀ, ଯେଉଁଠି ସେ ସବୁ ଦୁଃଖ ଭୁଲି ଯାଇଥାଏ। କିନ୍ତୁ ପ୍ରେମ ବିବାହ ପରେ ଯେତେବେଳେ ଶାଶୁଘରର ନିର୍ଯାତନା ବଢ଼େ କିମ୍ବା ସ୍ୱାମୀ ସହ ଝଗଡ଼ା ହୁଏ, ସେତେବେଳେ ଝିଅଟି ନିଜ କଷ୍ଟ କାହା ଆଗରେ ପ୍ରକାଶ କରିପାରେ ନା। ବାପା ମାଆଙ୍କ ଅଭିମାନ ପାଚେରି ସାଜି କହିଥାଏ, ଆମ କଥା ନ ଶୁଣି ଯାଇଛୁ, ଏବେ ଆମ ପାଇଁ ତୁ ମରିସାରିଛୁ। ଏହି କଥା ଏ ଅସହାୟ ଝିଅଟିକୁ ଜୀବନ୍ତ ଶବ କରିଦିଏ। ଆର୍ଥିକ ଅନଟନର କଳାବାଦଲ ଆଉ ପ୍ରତିଦିନ ଜୀବନ ବଞ୍ଚିବାର ସେ ସଂଘର୍ଷ। ଆରେଞ୍ଜ ମ୍ୟାରେଜରେ ପରିବାରଟା ପଛରେ ପାହାଡ଼ ଭଳି ଠିଆ ହୋଇଥାଏ, କିନ୍ତୁ ଲଭ୍ ମ୍ୟାରେଜରେ ସବୁକିଛି ଶୂନ୍ୟରୁ ଆରମ୍ଭ କରିବାକୁ ପଡ଼େ। ଯଦି ଚାକିରି ନଥାଏ କିମ୍ବା ରୋଜଗାର କମ୍ ଥାଏ, ତେବେ ଖାଇବା ପିଇବା ଖର୍ଚ୍ଚ ପାଇଁ ବି ପରସ୍ପର ଭିତରେ କଳି ଝଗଡ଼ା ଆରମ୍ଭ ହୋଇଯାଏ। ପଇସାର ଅଭାବ ଏତେ କ୍ରୂର ଯେ ଏହା ଦୁଇଟି ହୃଦୟର ଭଲ ପାଇବାକୁ ଅତି ନିଷ୍ଠୁର ଭାବେ ଶୋଷି ନିଏ, ଆଉ କେବଳ ଦୁଃଖ ହିଁ ବାକି ରହିଯାଏ। କଥା କଥାରେ ଅଭିମାନ ଆଉ ନିଷ୍ଠୁର ଦୋଷାରୋପର ସ୍ୱର ଯେତେବେଳେ ପ୍ରେମର ଆକର୍ଷଣକୁ କମେଇ ଦିଏ ନା, ସେତେବେଳେ ଆରମ୍ଭ ହୁଏ ଅତି ବିଷାକ୍ତ କଥାର ଯୁଦ୍ଧ। ସାମାନ୍ୟ କଥାରେ ଝଗଡ଼ା ହେଲେ ପରସ୍ପରକୁ ଶୁଣାଇବାକୁ ପଡ଼େ, ତୁମ ପାଇଁ ମୁଁ ମୋ ସବୁ ଖୁସି ଆଉ ପରିବାର, ମୋ ବାପା ମାଆଙ୍କୁ ଛାଡ଼ି ଆସିଲି, କିନ୍ତୁ ତୁମେ ମୋତେ କ'ଣ ଦେଲ? ଏଇ ଗୋଟିଏ ବାକ୍ୟ ପୁରୁଣା କ୍ଷତକୁ ଆହୁରି କଷ୍ଟ ଦିଏ, ଆଉ ସମ୍ପର୍କରେ ତିକ୍ତତାର ଏକ ବଡ଼ ପାଚେରୀ ଠିଆ କରିଦିଏ ଆଜ୍ଞା। ଅତ୍ୟଧିକ ଅଧିକାର ଆଉ ସନ୍ଦେହର ବେଡ଼ି ଭିତରେ ଶ୍ୱାସରୁଦ୍ଧତା। ବିବାହ ପୂର୍ବରୁ ସେହି ମଧୁର ବନ୍ଧନ, ବିବାହ ପରେ କେତେବେଳେ ଯେ ସନ୍ଦେହର ବେଡ଼ି ପାଲଟିଯାଏ ତାହା ଜଣାପଡ଼େନି। ପରସ୍ପର ପ୍ରତି ଅତ୍ୟଧିକ ଅଧିକାର ସାବ୍ୟସ୍ତ କରିବା ଯୋଗୁଁ ସ୍ୱାଧୀନତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। କାହା ସହ କଥା ହେବା, କୁଆଡ଼େ ଯିବା, ସବୁଥିରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଯେଉଁ ସମ୍ପର୍କରେ ଦିନେ ମୁକ୍ତ ପବନ ମିଳୁଥିଲା, ଆଜି ସେହି ସମ୍ପର୍କରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ମନେ ହୁଏ। ସମାଜର କଟୁ ଟିପ୍ପଣୀ ଓ ଟାହି ଟାପରା ସହିବାର ଗ୍ଲାନି ଆମ ସମାଜ ଆଜି ବି ପ୍ରେମ ବିବାହକୁ ସହଜରେ ଆପଣେଇ ପାରେନା ଆଜ୍ଞା। ପଡ଼ୋଶୀ ଏବଂ ସମ୍ପର୍କୀୟମାନେ କଥା କଥାରେ ଆଙ୍ଗୁଠି ଦେଖାନ୍ତି ଆଉ ପଛରେ ଟାହି ଟାପରା କରନ୍ତି। କୌଣସି ଶୁଭ କାର୍ଯ୍ୟ କିମ୍ବା ବାହାଘର ଉତ୍ସବରେ ସେମାନଙ୍କୁ ସେତିକି ସମ୍ମାନ ମିଳେନି ଯାହା ଅନ୍ୟମାନଙ୍କୁ ମିଳେ। ନିଜ ଗାଁ, ନିଜ ମାଟିରେ ନିଜକୁ ଅପରାଧୀ ଭଳି ବଞ୍ଚିବାକୁ ପଡ଼େ, ଯାହା ମନକୁ ଭିତରୁ ଭିତରୁ ଭାଙ୍ଗିଦିଏ ଆଜ୍ଞା। ସାରା ଦୁନିଆ ସହ ଲଢ଼ିଥିବା ସମ୍ପର୍କର କୋର୍ଟ କଚେରୀରେ କରୁଣ ସମାପ୍ତି। ସବୁଠାରୁ ବଡ଼ ଆଉ ଦାରୁଣ ଯନ୍ତ୍ରଣା ହେଉଛି
ଯେଉଁ ହାତ ସାରା ଜୀବନ ସାଥ ଦେବାର ପ୍ରତିଶ୍ରୁତି ଦେଉଥିଲା ସେହି ହାତ ଆଜି ଛାଡ଼ପତ୍ର ପେପରରେ ସାଇନ୍ କରୁଥିଲା। ଯେଉଁ ସମ୍ପର୍କ ପାଇଁ ଦିନେ ଦୁହେଁ ନିଜ ନିଜ ପରିବାର ଓ ସାରା ଦୁନିଆ ସହ ଲଢ଼ିଥିଲେ ସେହି ସମ୍ପର୍କ ଆଜି କୋର୍ଟର ଚାରିକାନ୍ଥ ଭିତରେ ନିଲାମ ହୋଇଯାଇଥିଲା। ଏମିତି ଏକ ପରିଣତି ଜୀବନ ସାରା ପାଇଁ ଏମିତି ଏକ କ୍ଷତ ଦେଇଯାଏ ଯାହା କେବେ ହେଲେ ସୁଖେନି ଆଜ୍ଞା। ଶେଷ କଥା କହିବି ଆଜ୍ଞା, ପ୍ରେମ କରିବା କୌଣସି ଅପରାଧ ନୁହେଁ କି ସମସ୍ତଙ୍କ ଜୀବନରେ ଏମିତି ଘଟୁନଥିବ, କିନ୍ତୁ ଅଧିକାଂଶ ପ୍ରେମରେ ଏଇଆ ହିଁ ହୁଏ। ହେଲେ କେବଳ ଆବେଗର ବଶବର୍ତ୍ତୀ ହୋଇ ବାସ୍ତବତାକୁ ଆଖି ବୁଜି ଦେବା ହିଁ ଜୀବନର ସବୁଠାରୁ ବଡ଼ ଭୁଲ। ବିବାହ ଏକ ସାରା ଜୀବନର ପବିତ୍ର ପ୍ରତିଶ୍ରୁତି, ଯେଉଁଥିରେ କେବଳ ଦୁଇଟି ଶରୀର ନୁହେଁ ବରଂ ଦୁଇଟି ପରିବାରର ଭାବନା ମଧ୍ୟ ଜଡ଼ିତ ଥାଏ। ଯଦି ସମ୍ପର୍କରେ ତ୍ୟାଗ, ସମ୍ମାନ ଆଉ ସହନଶୀଳତା ନଥାଏ ତେବେ ପ୍ରେମ ବିବାହ ସୁଖ ନୁହେଁ ଆଜ୍ଞା, ବରଂ ଜୀବନ ସାରା ଯନ୍ତ୍ରଣା ପାଲଟିଯାଏ। କେତେ ଜଣଙ୍କ ଜୀବନରେ ଘଟିଥିବା ବାସ୍ତବ କଥାକୁ ଆପଣଙ୍କ ସାମ୍ନାରେ ରଖିଥିଲି। ଆପଣ କ'ଣ ବୁଝିଲେ ଆଉ ପ୍ରେମ ବିବାହକୁ ନେଇ ଆପଣଙ୍କ ମତ କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।